ଦେଖନ୍ତୁ ଆଜି ଆମେ ମୟୂରଭଞ୍ଜ ଜିଲ୍ଲାପାଳ ମହୋଦୟଙ୍କୁ ଆମେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନର ଏକ ପ୍ରତିନିଧି ଦଳ ଆସିକି ଆଜି ଭେଟିଲୁ ଏବଂ ଗୋଟେ ଦାୟୀପତ୍ର ଆମେ ପ୍ରଦାନ କଲୁ। ଦାୟୀପତ୍ର ହଉଛି ଯୋଉ ଆମର ଖୁଣ୍ଟା ହସ୍ପିଟାଲରେ ଖୁଣ୍ଟା ହସ୍ପିଟାଲଟି ଯୋଉଟା ଆମର ଅଛି ସେଇଟା ଦୁଇଟା ବ୍ଲକ ଜନସାଧାରଣ ସେଟା ଉପରେ ଡିପେଣ୍ଡ କରନ୍ତି, ଆମର ଖୁଣ୍ଟା ବ୍ଲକ ଏବଂ ଜିବିନଗର ବ୍ଲକ। ଆଉ ଯେହେତୁ ସେ ହସ୍ପିଟାଲରେ ପୁରା ଆଦିବାସୀ ବହୁଳ ଅଞ୍ଚଳ, ପାହାଡ଼ ଘେରା ଅଞ୍ଚଳ, ତ ବିଭିନ୍ନ ସେ ଗାଁ ଗହଳିରୁ ଲୋକ ଆସିଥାନ୍ତି। ତ ଖୁଣ୍ଟା ହସ୍ପିଟାଲରେ ସବୁବେଳେ ରେଫର କରୁଛନ୍ତି। ତ ରେଫର ଦ୍ୱାରା ଯାହା ହଉଛି କି ଆମ୍ବୁଲାନ୍ସ ବେଳେ ବେଳେ ସେଠି ଉପଲବ୍ଧ ହଉନାହିଁ। ତ ବହୁତ ଜନସାଧାରଣ, ଗରିବ ଜନସାଧାରଣ ବହୁତ ହଇରାଣ ଅସୁବିଧା ହଉଛନ୍ତି। ପୂର୍ବରୁ ସେଇ ହସ୍ପିଟାଲରେ ଗୋଟେ ଆମ୍ବୁଲାନ୍ସ ଥିଲା, କିନ୍ତୁ ସେଟା ଗୋଟେ ରାଜନୈତିକ କାରଣ ଯୋଗୁଁ ସେଟାକୁ ମରଡାକୁ ଟ୍ରାନ୍ସଫର କରାଗଲା। ତ ବର୍ତ୍ତମାନ ସେଇ ହସ୍ପିଟାଲ ନାହିଁ, ଆମ୍ବୁଲାନ୍ସ ନାହିଁ, ତା ଦ୍ୱାରା କି ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ତେଣୁ ଏଇ ବାବଦରେ ଆମେ ଜିଲ୍ଲାପାଳଙ୍କୁ ଆଜି ଭେଟିଲୁ ଏବଂ ଗୋଟେ ଏନ୍ଆର୍ଏଚ୍ଏମ୍ ଡିପାର୍ଟମେଣ୍ଟ ହଉ ଯେକୌଣସି ସ୍କିମ୍ରେ ବି ଗୋଟେ ଆମ୍ବୁଲାନ୍ସ ଗୋଟେ ପ୍ରଦାନ କରାଯାଉ ଖୁଣ୍ଟା ହସ୍ପିଟାଲକୁ, ତା ଦ୍ୱାରା କି ଜନସାଧାରଣ ଉପଲବ୍ଧ ତାଙ୍କର ମାନେ ଉପଲବ୍ଧ ହେଇକି ତାଙ୍କର ମାନେ ଅସୁବିଧାଟା ଆଉ ସମ୍ମୁଖୀନ ହେବେନି, ସେମାନେ ପ୍ରଫିଟ୍ ପାଇବେ ଆଉ ତାଙ୍କର ଯୋଉ ଅସୁବିଧା ହଉଛି ସେ ଅସୁବିଧା ହେବେ ବୋଲି ଆମେ ଆଶା କରୁଛୁ।